ଶ୍ରୋତା ବନ୍ଧୁ, ଆମେ ଯେତେବେଳେ ଓଡ଼ିଆ ସାହିତ୍ୟରେ କୌଣସି ଯୁଗ ସମ୍ପର୍କରେ ଆଲୋଚନା କରୁ, ସେତେବେଳେ ସେଇ ସମୟର ପୃଷ୍ଠଭୂମି ଏବଂ ସେ ସମୟର ସାଂସ୍କୃତିକ ତଥା ରାଜନୀତିକ ଅବସ୍ଥା ସମ୍ପର୍କରେ ମଧ୍ୟ ଆମେ ଆଲୋକପାତ କରୁ। ସେହିପରି ସାରଳା ଯୁଗ, ଯାହାକି ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀର ସମୟସୀମା ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚିତି ଲାଭ କରିଛି, ତା ସମ୍ପର୍କରେ ଯେତେବେଳେ ଆମେ ଆଲୋଚନା କରୁ, ସେତେବେଳେ ସେ ସମୟର ସାଂସ୍କୃତିକ ତଥା ରାଜନୈତିକ ଅବସ୍ଥା ସମ୍ପର୍କରେ ମଧ୍ୟ ସ୍ୱତଃପ୍ରବୃତ୍ତ ଭାବରେ ଆମେ ଆଲୋଚନା କରିଥାଉ। ଆଜି ଆପଣମାନଙ୍କ ଉଦ୍ଦେଶ୍ୟରେ ସାରଳା ଯୁଗୀୟ ସାଂସ୍କୃତିକ ତଥା ରାଜନୈତିକ ଧାରା ସମ୍ପର୍କରେ ଆମେ କିଛି ଆଲୋଚନା କରୁଛେ। ତେବେ ସୂର୍ଯ୍ୟବଂଶ ଯୁଗରେ ବହୁ ଓଡ଼ିଆ କବି ସଂସ୍କୃତ ସାହିତ୍ୟକୁ ସମୃଦ୍ଧ କରିଥିଲେ। ଦେଶରେ ଉଚ୍ଚ ଶିକ୍ଷାର ଧାରା ଗଙ୍ଗବଂଶ ଠାରୁ ସୂର୍ଯ୍ୟବଂଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଗତିଶୀଳ ହୋଇଥିଲା, ପ୍ରବାହିତ ହୋଇଥିଲା। ସାହିତ୍ୟ ଦର୍ପଣର ପ୍ରଣେତା କବିରାଜ ବିଶ୍ୱନାଥ ମହାପାତ୍ର, ତାଙ୍କର ପୁତ୍ର କବିରାଜ ଅନନ୍ତ ଦାସ ଚତୁର୍ଥ ଭାନୁଦେବଙ୍କ ସଭା ପଣ୍ଡିତ ଥିଲେ। ସେ ପିତାଙ୍କ ରଚିତ ସାହିତ୍ୟ ଦର୍ପଣର ଲୋଚନ ନାମକ ଟୀକା ଲେଖି ଅମର ହୋଇଛନ୍ତି। ତେଣୁ ଗୋଟେ ସାଂସ୍କୃତିକ ଧାରା ଅର୍ଥାତ୍ ସଂସ୍କୃତିର କଥାକୁ ଯେଉଁମାନେ ସାହିତ୍ୟ, କଳା, ସଙ୍ଗୀତରେ ରୂପାୟିତ କରିଛନ୍ତି, ତାହା ହିଁ ଆମର ସାଂସ୍କୃତିକ ରୂପ ଏବଂ ତାକୁ ଆମକୁ ମନେ ରଖିବାକୁ ପଡୁଛି। ତେଣୁ ବର୍ତ୍ତମାନ ସାରଳା ଯୁଗ ସମ୍ପର୍କରେ ଆଲୋକପାତ କଲାବେଳେ ଆମେ ତାର ରାଜନୀତିକ ଏବଂ ସାଂସ୍କୃତିକ ପୃଷ୍ଠଭୂମି ଆଲୋଚନାଭୁକ୍ତ କରିବା ଆମର ଆବଶ୍ୟକ ଏବଂ ସେ ଆଲୋଚନା କରିବା ପରିପ୍ରେକ୍ଷୀରେ ଆମେ ନିଶ୍ଚିତ ଭାବରେ ଯୁଗୀୟ ସାଂସ୍କୃତିକ ସ୍ଥିତିକୁ ମଧ୍ୟ ଜାଣୁଛେ। ତେଣୁ ଆମେ ଜାଣିଛେ ସେଇ ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀ ବେଳକୁ ଯେଉଁ ସଂସ୍କୃତିର ଯେଉଁ ଧାରା ଅର୍ଥାତ୍ ସାହିତ୍ୟକୁ ନେଇକି, କଳା ସଙ୍ଗୀତକୁ ନେଇକି ଯେଉଁ ଗୋଟେ ଧାରା ପ୍ରବାହିତ ହେଉଥିଲା, ସେଥିରେ ଅନନ୍ତ ଦାସଙ୍କ ନାମ ଆମେ ପଢୁଛେ। ତାପରେ ଆସୁଛନ୍ତି ଆମର ରାଜା କପିଳେନ୍ଦ୍ର ଦେବ, ଯାହାଙ୍କର ସମୟକୁ ଆମେ ଜାଣିଛେ 1435 ରୁ 1466 ପର୍ଯ୍ୟନ୍ତ। ସୂର୍ଯ୍ୟବଂଶ ରାଜତ୍ୱର ପ୍ରତିଷ୍ଠାତା ମହାରାଜା କପିଳେନ୍ଦ୍ର ଦେବ ବା ପ୍ରତାପ କପିଳେନ୍ଦ୍ର ଦେବ ବା କପିଳେଶ୍ୱର ଦେବ ପରଶୁରାମ ବିଜୟ ନାମକ ଏକ ନାଟକ ଲେଖିଥିଲେ। ପରବର୍ତ୍ତୀ ସମୟରେ ଆସୁଛନ୍ତି ରାଜା ପୁରୁଷୋତ୍ତମ ଦେବ, ତାଙ୍କର ସମୟ ସୀମା 1466 ରୁ 1495। ମହାରାଜା ପ୍ରତାପ ପୁରୁଷୋତ୍ତମ ଦେବ ମୁକ୍ତି ଚିନ୍ତାମଣି ଲେଖିଛନ୍ତି। ଭୁବନେଶ୍ୱରୀ ପୂଜା ପଲ୍ଲବ, ଗୋପାଳାର୍ଚ୍ଚନ ପଦ୍ଧତି, ନାମ ମାଳିକା, ଆନନ୍ଦ ବିଳାସ, ଦଶଗ୍ରୀବ ବଧ, ଜାନକୀ ପ୍ରମୋଦ, ଅଭିନବ ଗୀତ ଗୋବିନ୍ଦ, କୁବଳୟା ସ୍ୱଚରିତ, ଅଭିନବ ବେଣୀ ସଂହାର ଇତ୍ୟାଦି ଗ୍ରନ୍ଥ ପ୍ରଣୟନ କରିଥିବା ଜଣାଯାଏ। ପ୍ରତାପ ରୁଦ୍ର ଦେବ, ତାଙ୍କର ସମୟ ସୀମା ହଉଛି 1496 ରୁ 1535। ପ୍ରତାପ ରୁଦ୍ର ଦେବ ତାଙ୍କ ପିତାମହ ଓ ତାଙ୍କ ପିତାଙ୍କ ତୁଲ୍ୟ ମଧ୍ୟ ଜଣେ କବି ଥିଲେ। ସରସ୍ୱତୀ ବିଳାସ, ପୌଢ଼ ପ୍ରତାପ ମାର୍ତ୍ତଣ୍ଡ, ନିର୍ଣ୍ଣୟ ସଂଗ୍ରହ, ଚିନ୍ତାମଣି ପ୍ରଭୃତି ଗ୍ରନ୍ଥ ମଧ୍ୟ ସେ ଲେଖିଥିବା ଜଣାଯାଏ। ଏହି ସମୟରେ ଏଇ ଯୋଉ ପଞ୍ଚଦଶ ଶତାବ୍ଦୀର ଯୋଉ ସାଂସ୍କୃତିକ ଧାରାରେ ଆମେ ଆଉ ଜଣେ ବିଶିଷ୍ଟ କବିଙ୍କୁ ଦେଖୁ, ପଢୁ। ସେ ହେଉଛନ୍ତି ପ୍ରତାପ ରୁଦ୍ରଙ୍କ ସଭା ପଣ୍ଡିତ କବି ଡିଣ୍ଡିମ ଜୀବଦେବାଚାର୍ଯ୍ୟ। ସେ ଜଣେ ମହାକବି ଥିଲେ। ଭକ୍ତି ଭାଗବତ ମହାକାବ୍ୟ ସେ ଲେଖିଛନ୍ତି, ଭକ୍ତି ବୈଭବ ନାଟକ ଲେଖିଛନ୍ତି, ପ୍ରବୋଧ ଚନ୍ଦ୍ରୋଦୟ ନାଟକ, ଉତ୍ସାହବତୀ ରୂପକ ପ୍ରଭୃତି ଗ୍ରନ୍ଥ ଲେଖିଛନ୍ତି। କବି ଡିଣ୍ଡିମ ଜୀବ ଦେବାଚାର୍ଯ୍ୟ ପ୍ରତାପ ରୁଦ୍ର ଦେବଙ୍କର ରାଜଗୁରୁ ଥିଲେ ଏବଂ ସେ ଡିଣ୍ଡିମ ତଥା ବାହିନୀପତି ଉପାଧି ଲାଭ କରିଥିଲେ। ଶ୍ରୋତାବନ୍ଧୁ, ଆମେ ଗୋଟେ ସାଂସ୍କୃତିକ ଧାରା ସମ୍ପର୍କରେ ଯେତେବେଳେ ଆଲୋଚନା କରୁଛେ, ସେତେବେଳେ ଆମକୁ ବିଶେଷ ଭାବରେ ସେଇ ସମୟର କିଛି ସାହିତ୍ୟିକ କବି, ଯେଉଁମାନେ ସଂସ୍କୃତ
ଯେହେତୁ ଆମେ ଜାଣିଛେ ସେ ସମୟ ପୁରାଣ ଯୁଗ ବୋଲି ଆମେ ସାରଳା ଯୁଗକୁ ମଧ୍ୟ କହୁ। ତେଣୁ ସଂସ୍କୃତ ଭାଷା ସାହିତ୍ୟର ପ୍ରଭାବ ନିଶ୍ଚିତ ଭାବରେ ଥିଲା। ତେଣୁ ଏଇ ସମୟରେ ଯେଉଁମାନେ ଦରବାରୀ କବି ହୁଅନ୍ତୁ ପଛେ ସେମାନେ ତାଙ୍କର ସାହିତ୍ୟକୁ ନେଇକି ଯୋଉ ସଂସ୍କୃତ ଭାଷାକୁ ତାର ଐଶ୍ୱର୍ଯ୍ୟକୁ ବିମଣ୍ଡିତ କରିକି ଯୋଉ ସୁନ୍ଦର କାବ୍ୟ ସଂଗ୍ରହ ଗୁଡ଼ିକ ଲେଖିଛନ୍ତି, ଗ୍ରନ୍ଥ ଗୁଡ଼ିକ ପ୍ରଣୟନ କରିଛନ୍ତି, ସେଗୁଡ଼ିକ ଆମର ମନେ ରଖିବା ବହୁତ ଜରୁରୀ। କବି ଡିଣ୍ଡିମ ଜୀବ ଦେବାଚାର୍ଯ୍ୟଙ୍କ ପରେ ଆମେ କବିଚନ୍ଦ୍ର ଦିବାକର ମିଶ୍ରଙ୍କୁ ଦେଖୁ। ଏ କବି ଜଣଙ୍କ ପୁରୁଷୋତ୍ତମ ଦେବ ତଥା ପ୍ରତାପରୁଦ୍ର ଦେବଙ୍କର ସମସାମୟିକ ଓ ସଭା ପଣ୍ଡିତ ଥିଲେ। ଇଏ ମଧ୍ୟ କର୍ଣ୍ଣାଟ ରାଜା ମହାରାଜା କୃଷ୍ଣଦେବ ରାୟଙ୍କ ସଭାରେ ମଧ୍ୟ କିଛି କାଳ ରହିଥିଲେ। ତାଙ୍କର ପୁସ୍ତକ ଗୁଡ଼ିକରେ ରହିଛି ଧୂର୍ତ୍ତ ଚରିତ ଭାଣ, ଦେବୀ ଶତକ, ରସ ମଞ୍ଜରୀ, ଅଭିନବ ଗୀତ ଗୋବିନ୍ଦ, ଯାହାକି ପୁରୁଷୋତ୍ତମ ଦେବଙ୍କ ନାମରେ ଭଣିତା ହୋଇଛି, ହରିଚରିତ ଚମ୍ପୁ, ଭାରତାମୃତ ମହାକାବ୍ୟ, ପାରିଜାତ ହରଣ ନାଟକ, ପ୍ରଭାବତୀ ନାଟକ, ଲକ୍ଷଣାଦର୍ଶ ମହାକାବ୍ୟ। ଏହି ସମୟର ଅନ୍ୟତମ କବି ଜଣେ ହେଲେ କବିଚନ୍ଦ୍ର ମାର୍କଣ୍ଡେୟ ମିଶ୍ର। ଶ୍ରୋତାବନ୍ଧୁ, ଆପଣମାନେ ଅନନ୍ତ ଦାସ, ରାଜା କପିଳେନ୍ଦ୍ର ଦେବ, ରାଜା ପୁରୁଷୋତ୍ତମ ଦେବ, ପ୍ରତାପରୁଦ୍ର ଦେବ, କବି ଡିଣ୍ଡିମ ଜୀବ ଦେବାଚାର୍ଯ୍ୟ, କବିଚନ୍ଦ୍ର ଦିବାକର ମିଶ୍ର ଏବଂ ପରେ ଆମେ ଯୋଉମାନଙ୍କ ନାଁ ନଉଛେ ସେମାନଙ୍କୁ ଲେଖିବେ ଏବଂ ସେମାନଙ୍କର ଦ୍ୱାରା ରଚିତ ସାହିତ୍ୟ କୃତି ଗୁଡ଼ିକୁ ମଧ୍ୟ ଉଲ୍ଲେଖ କଲେ ହିଁ ଆମେ ସେଇଟାକୁ ତା ଦ୍ୱାରା ଆମେ ପ୍ରତିଷ୍ଠା କରିପାରିବା ଯେ ସାଂସ୍କୃତିକ ଧାରା କେତେ ଉଚ୍ଚକୋଟୀର ଥିଲା। ଯେତେବେଳେ ସାହିତ୍ୟ ପରି ଗୋଟେ ସୁକୁମାର ସାଧନା ପଥରେ କବିମାନେ ନିଜକୁ ଅନୁପ୍ରେରିତ କରାଉଛନ୍ତି ବା ଲେଖୁଛନ୍ତି, ନିଶ୍ଚିତ ଭାବରେ ସେମାନଙ୍କର ପରିସ୍ଥିତି ପରିବେଶ ତାଙ୍କର ସପକ୍ଷରେ ଥିବ। ତେଣୁ ଗୋଟେ ସୁନ୍ଦର ବାତାବରଣ ଥିଲେ ହିଁ ଗୋଟେ ସଂସ୍କୃତିର ଧାରା ଅବ୍ୟାହତ ରହେ। ପ୍ରତିବନ୍ଧକ ନ ଆସୁଥିଲେ ତାହା ନିଶ୍ଚିତ ଆଗକୁ ବଢିଥାଏ। ତେଣୁ କରିକି ଯୋଉ କବିମାନଙ୍କ ନାଁ ମୁଁ କହୁଛି ସେଥିରେ ରାଜା ପୁରୁଷୋତ୍ତମ ଦେବ ଅଛନ୍ତି, କପିଳେନ୍ଦ୍ର ଦେବ ଅଛନ୍ତି, ପ୍ରତାପରୁଦ୍ର ଦେବ ଅଛନ୍ତି ଏବଂ ଅନ୍ୟ ଜଣେ କବି ଯିଏକି ତାଙ୍କ ନାଁ କହିଲି କବିଚନ୍ଦ୍ର ମାର୍କଣ୍ଡେୟ ମିଶ୍ର। ସେ କବି ରାଜ ଚକ୍ରବର୍ତ୍ତୀ ଉପାଧି ପାଇଥିଲେ। ଏ ରାଜା ପ୍ରତାପରୁଦ୍ର ଦେବଙ୍କ ସମସାମୟିକ ଥିଲେ ଓ ଦଶଗ୍ରୀବ ବଧ ମହାକାବ୍ୟ ଲେଖିଥିଲେ। ଆଉ ଜଣେ କବି ହଉଛନ୍ତି ଗଙ୍ଗା ଦାସ। ଷୋଡଶ ଶତାବ୍ଦୀ ପ୍ରଥମାର୍ଦ୍ଧରେ ଜୀବିତ ଥିଲେ। ଛନ୍ଦୋ ମଞ୍ଜରୀ, ଅଚ୍ୟୁତ ଚରିତ, କଂସାରୀ ଶତକ, ଦୀନେଶ ଶତକ ଇତ୍ୟାଦି ଗ୍ରନ୍ଥ ରଚନା କରିଥିଲେ। ଶ୍ରୋତାବନ୍ଧୁ, ଏଇଠି ମୁଁ କହି ରଖେ ଏ ସମସ୍ତ ରଚନା ଉପରେ ସଂସ୍କୃତ ସାହିତ୍ୟର ପ୍ରଭୂତ ପ୍ରଭାବ ରହିଛି। ବିଶେଷ ଭାବରେ ତତ୍ସମନିଷ୍ଠ ଶବ୍ଦାବଳୀର ପ୍ରଚୁର ପ୍ରୟୋଗ ରହିଛି। ଆଉ ଜଣେ କବି ହଉଛନ୍ତି ରାୟ ରାମାନନ୍ଦ ପଟ୍ଟନାୟକ। ଆମେ ରାୟ ରାମାନନ୍ଦ ବୋଲି ବେଶୀ ଜାଣୁ, ପଟ୍ଟନାୟକ ତାଙ୍କର ସଂଜ୍ଞା। ରାୟ ରାମାନନ୍ଦ ପଟ୍ଟନାୟକ ଏ ପ୍ରତାପରୁଦ୍ର ଦେବଙ୍କ ସମସାମୟିକ। ବିଶିଷ୍ଟ ରଚନା ତାଙ୍କର ଯାହାକୁ ନେଇକି ବହୁ ପ୍ରସିଦ୍ଧି ମିଳିଛି ତାଙ୍କୁ, ଶ୍ରୀ ଜଗନ୍ନାଥ ବଲ୍ଲଭ ନାଟକ ଏବଂ ଟୀକା ପଞ୍ଚକମର ସେ ରଚୟିତା। ରାୟ ରାମାନନ୍ଦ ନାମରେ ପରିଚିତ ଓଡ଼ିଆ, ବଙ୍ଗଳା ଓ ବ୍ରଜ ବୋଲି ଭାଷାରେ ଶତାଧିକ ଭକ୍ତି ରସାତ୍ମକ କବିତା ତାଙ୍କର ରହିଛି। ଆଉ ଜଣେ କବି ହଉଛନ୍ତି ମାଧବୀ ଦେବୀ। ତାଙ୍କୁ ଶିଖି ମହାନ୍ତି ମଧ୍ୟ କୁହାଯାଏ। ଶିଖି ମହାନ୍ତି ଓ ମାଧବୀ ଦେବୀ ଏ ଦୁଇ ଜଣ ହଉଛି ଭାଇ ଭଉଣୀ, ପ୍ରତାପରୁଦ୍ର ଦେବଙ୍କ ସମସାମୟିକ। ମାଧବୀ ଦେବୀ ଶ୍ରୀ ପୁରୁଷୋତ୍ତମ ଦେବ ନାଟକ ରଚନା କରିଥିଲେ। ଜୟଦେବ ଦ୍ୱିତୀୟ, ପୂର୍ବରୁ ଜୟଦେବ ଥିଲେ ଯେ ଗୀତ ଗୋବିନ୍ଦ ଲେଖିଥିଲେ। ଜୟଦେବ ଇଏ ଅନ୍ୟ ଜଣେ ପିୟୁଷ ଲହରୀ ନାମକ ଏକ ଏକାଙ୍କିକା ନାଟକ ରଚନା କରିଥିଲେ। ବୈଷ୍ଣବାମୃତ ନାମକ ଏକ ନାଟକ ମଧ୍ୟ ସେ ଲେଖିଥିଲେ। ଅନ୍ୟ ଜଣେ ଏଇ ସମୟର କବି ହଉଛନ୍ତି କହ୍ନାଇ ଖୁଣ୍ଟିଆ, ପୁରୀ ଅଧିବାସୀ। ସେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଷୋଡଶ ଶିଷ୍ୟ ଭିତରୁ ଜଣେ। ଏ ମହାଭାବ ପ୍ରକାଶ ନାମକ ଗ୍ରନ୍ଥ ଲେଖିଥିବା ଜଣାଯାଏ। ବହିର ନାଁ ହଉଛି, ଗ୍ରନ୍ଥର ନାମ ହଉଛି ମହାଭାବ ପ୍ରକାଶ। ପରମାନନ୍ଦ ଦାସ କବି କର୍ଣ୍ଣପୁର, ଏଇଟା ପୁରା ଗୋଟେ ନାଁ, ପରମାନନ୍ଦ ଦାସ କବି କର୍ଣ୍ଣପୁର ଅନ୍ୟ ଜଣେ କବି ଯିଏକି ସାରଳା ଯୁଗୀୟ ସାଂସ୍କୃତିକ ଧାରାକୁ ରୁଦ୍ଧିମନ୍ତ କରିଛନ୍ତି ତାଙ୍କ ରଚନା ମାଧ୍ୟମରେ, ଯାହାର ନାଁ ହଉଛି ଚୈତନ୍ୟ ଚନ୍ଦ୍ରୋଦୟ ନାଟକ। ଏ ଜଣେ ବଙ୍ଗବାସୀ, ପୁରୀରେ ଅବସ୍ଥାନ କରୁଥିଲେ। ପ୍ରତାପରୁଦ୍ର ଦେବଙ୍କ ସମସାମୟିକ ଓ ଚୈତନ୍ୟ ଭକ୍ତ ମଧ୍ୟରୁ ଜଣେ। ତାଙ୍କର ପୁସ୍ତକର ନାମ, ନାଟକର ନାମ ହଉଛି ଚୈତନ୍ୟ ଚନ୍ଦ୍ରୋଦୟ ନାଟକ।
ଆଉ ଜଣେ ହେଲେ ଚିନ୍ତାମଣି ମିଶ୍ର। ରାଜା ଗୋବିନ୍ଦ ବିଦ୍ୟାଧରଙ୍କ ରାଜତ୍ୱ ସମୟକୁ ଇଏ ଥିଲେ, ତାଙ୍କର ମାନେ ଜୀବିତ ଥିଲେ। ସମ୍ବରାରି ଚରିତମ୍, ତାଙ୍କର ପୁସ୍ତକର ନାଁ ତ୍ରିଶିରୋ ବଧଃ, କାଦମ୍ବରୀ ସାରଃ, କଂସବଧ ପ୍ରଭୃତି କେତୋଟି ଗ୍ରନ୍ଥ ରଚନା କରିଥିଲେ। ଏଇ ଯୋଉ ପୁସ୍ତକ ଗୁଡିକ ଆଲୋଚନା କଲେ, ଆମେ ଗ୍ରନ୍ଥମାନଙ୍କ ନାଁ ଆଲୋଚନାଭୁକ୍ତ କଲେ, ଏଥିରେ ଓଡ଼ିଶାର ଉଚ୍ଚ ସାଂସ୍କୃତିକ ବାତାବରଣ ଥିବା ଜଣାଯାଏ। ସେ ସମୟରେ ଧର୍ମ ତତ୍ତ୍ୱର ପ୍ରଚାର ପ୍ରସାର ହଉଥିଲା। ନାଟକ ଓ କାବ୍ୟର ଧାରା ମଧ୍ୟ ଦେଇକି ଏଇ ଯୋଉ ଅଳଙ୍କାର, ଧର୍ମ ତତ୍ତ୍ୱ, ବୈଷ୍ଣବ ତତ୍ତ୍ୱ ବିବିଧ କଥାକୁ ଏଥିରେ ସେମାନେ ସନ୍ନିବେଶିତ କରିଛନ୍ତି। ଚୈତନ୍ୟ ଦେବଙ୍କ ଓଡ଼ିଶା ଆଗମନ ପରେ ଓଡ଼ିଶାରେ ଗୋପୀ ପ୍ରେମ ତତ୍ତ୍ୱ, ରାଧାକୃଷ୍ଣ ଲୀଳା ତତ୍ତ୍ୱର ବହୁଳ ପ୍ରଚାର ହୋଇଥିଲା। ବହୁ ଓଡ଼ିଆ କବି ଧର୍ମ ଭାବରେ ପ୍ରଣୋଦିତ ହୋଇ ଏହି ବିଷୟକୁ ଅବଲମ୍ବନ କରି ଓଡ଼ିଆରେ କାବ୍ୟ କବିତା ରଚନା କରିଥିଲେ। ପଞ୍ଚସଖା ଯୁଗରେ ଓ ତାପରେ ବୈଷ୍ଣବ ଧର୍ମ ତତ୍ତ୍ୱ ସମ୍ବଳିତ ବହୁ ଗ୍ରନ୍ଥ ରଚିତ ହୋଇଥିଲେ ମଧ୍ୟ କାବ୍ୟ କବିତା ଓ ଜୀବନୀ ରଚନା ଯଶସ୍ୱୀ ଭାବରେ ଅଗ୍ରସର ହୋଇଥିଲା। ଲୋକେ ଧର୍ମ ତତ୍ତ୍ୱ ବ୍ୟାଖ୍ୟା ଶୁଣିବା ସଙ୍ଗେ ସଙ୍ଗେ କାଳ୍ପନିକ କାବ୍ୟ କବିତା ମଧ୍ୟ ପାଠ କରି ଆନନ୍ଦ ଲାଭ କରୁଥିଲେ। ପଞ୍ଚସଖାଙ୍କ ପରେ ନରସିଂହ ସେଣଙ୍କ ପରିମଳା କାବ୍ୟର ଆବିର୍ଭାବ, ଯୋଉଟା କି ପ୍ରାକୃତି ଯୁଗୀୟ ରଚନା ବୋଲି ଆମେ ଜାଣୁଛେ। ଆମେ ଗୋଟେ ଯୁଗକୁ ଆଲୋଚନା କରୁଛେ, ସାରଳା ଯୁଗ, ପଞ୍ଚସଖା ଯୁଗ, ଦୁଇଟା ଯାକର ସମୟକୁ ଆମେ ଏକାଠି ନେଲେ ପରେ ଆମେ ପ୍ରାକ୍ ସାରଳା ଯୁଗ ପର୍ଯ୍ୟନ୍ତ ଆକୁ ନଉଛେ, ଯୋଉଠି ଆମେ ନରସିଂହ ସେଣଙ୍କ ପରିମଳା କାବ୍ୟର ଆବିର୍ଭାବ ପର୍ଯ୍ୟନ୍ତ ଆକୁ ନେଲେ। ଏହି ସମୟରେ ଓଡ଼ିଆ ଜୀବନୀ ସାହିତ୍ୟରେ ଜଗନ୍ନାଥ ଚରିତାମୃତ ମଧ୍ୟ ରଚନା କରି ଦିବାକର ଦାସ ଏକ ଆଦର୍ଶ ସୃଷ୍ଟି କରିଥିଲେ। ଏକୁ ଆମକୁ ମନେ ରଖିବାକୁ ପଡିବ। ଆଉ ଯଦି ବିଶେଷ ଭାବରେ ଆପଣମାନେ ସାଂସ୍କୃତିକ ଧାରା ସମ୍ପର୍କରେ ଆଉ ଟିକେ ଅଧିକା ଆଲୋଚନା କରିବେ, ତାହେଲେ ଗୋପୀକୃଷ୍ଣ ତତ୍ତ୍ୱ ଓ ରାଧାକୃଷ୍ଣ ତତ୍ତ୍ୱ ବିଷୟକ କାବ୍ୟ କବିତା କିପରି ଭାବରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି ଏଇ ସମୟରେ, ସେଗୁଡ଼ିକ ସମ୍ପର୍କରେ ଟିକେ ଲେଖିଲେ ବହୁତ ଭଲ ହେବ। ଓଡ଼ିଶାରେ ଏଇ ଯୁଗ ଭିତରେ ଉଚ୍ଚ ଧରଣର ସାଂସ୍କୃତିକ ଧାରା ପ୍ରବାହିତ ହେଉଥିବାରୁ ଏବଂ ଶାସକମାନେ ସାହିତ୍ୟର ପୃଷ୍ଠପୋଷକ ଥିବାରୁ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଅନେକ ଉତ୍କୃଷ୍ଟ ଧରଣର କୃତି ରଚିତ ହୋଇଥିଲା। ଫଳସ୍ୱରୂପ ଓଡ଼ିଆ ଗ୍ରନ୍ଥ ରଚନାରେ ବହୁତ ସମୃଦ୍ଧି ଆମେ ଦେଖିବାକୁ ପାଉ ଏଇ ସମୟର ରଚନା ଗୁଡ଼ିକରେ। ଶ୍ରୋତାବନ୍ଧୁ, ସାଂସ୍କୃତିକ ଅଭ୍ୟୁଦୟ ସମ୍ପର୍କରେ ଆଉ ଟିକେ ମୁଁ କହିବି, ଆଉ କିଛି ରଚନା ସମ୍ପର୍କରେ ଆଲୋକପାତ କରିବି। ଆପଣମାନଙ୍କର ସୁବିଧା ଉଦ୍ଦେଶ୍ୟରେ ମୁଁ କିଛି ଜଣ କବିଙ୍କ ନାଁ ଏବଂ ତାଙ୍କର ପୁସ୍ତକର ନାମ କହିଲି, ଯାହାକି ଆପଣମାନଙ୍କୁ ମନେ ରଖିବାକୁ ସୁବିଧା ହବ। ବର୍ତ୍ତମାନ ଆମେ ଟିକେ ବିଶଦ ଭାବରେ ତା ଉପରେ ଆଲୋଚନା କରୁଛେ। ଓଡ଼ିଆ ସଂସ୍କୃତିର ମୂଳ ପତନ ଯଦି ଆମେ ଦେଖିବା, ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରୁ ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ପକାଇଥିଲେ ଓଡ଼ିଆ ଭୌମକର ଶୈଳୋଦ୍ଭବ ସୋମବଂଶ ଓ ଗଙ୍ଗବଂଶର ନରପତି ଗଣ। ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର କଳିଙ୍ଗ ସମ୍ରାଟ ମହାମେଘବାହନ ଖାରବେଳଙ୍କ ସମୟରୁ ଯେଉଁ ସ୍ଥାପତ୍ୟର ଅୟମାରମ୍ଭ ଏ ଦେଶରେ ହୋଇଥିଲା, ତାହା କ୍ରମଶଃ ବିକଶିତ ହୋଇ ଗଙ୍ଗବଂଶୀୟ ରାଜାମାନଙ୍କ ରାଜତ୍ୱ କାଳରେ ବିସ୍ମୟକର ପରିଣତି ଲାଭ କରିଥିଲା। ସୂର୍ଯ୍ୟବଂଶୀ ରାଜାମାନେ କଳା ଓ ଭାସ୍କର୍ଯ୍ୟ ପ୍ରତି ସମଧିକ ଦୃଷ୍ଟି ଦେଇ ଏହାକୁ ବିକାଶ ପଥରେ ବହୁ ଦୂର ଆଗେଇ ନେଇଥିଲେ। ଗଙ୍ଗ ନରପତିଗଣ କବିତ୍ୱ ଓ ପାଣ୍ଡିତ୍ୟର ପୃଷ୍ଠପୋଷକତା କରୁଥିଲେ ବିନା ଦ୍ୱିଧାରେ। ମାତ୍ର ଦେଶରେ ସଂସ୍କୃତ ସାହିତ୍ୟର ଅସପତ୍ନ ପ୍ରତିଷ୍ଠା ଲାଭ କରିଥିବାରୁ ଏହି ଦୀର୍ଘକାଳ ମଧ୍ୟରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ପ୍ରାନ୍ତୀୟ ସାହିତ୍ୟର ଅଭ୍ୟୁଦୟ ସମ୍ଭବ ହୋଇପାରିନଥିଲା। ଦେଶରେ ସଂସ୍କୃତ ସାହିତ୍ୟାଦର୍ଶ ଶିଷ୍ଟ ସମାଜର ପ୍ରଣିଧାନର ବିଷୟ ହେଲା। ସୂର୍ଯ୍ୟବଂଶର ଶାସକମାନେ କେବଳ ସଂସ୍କୃତର ପୃଷ୍ଠପୋଷକତା କରୁନଥିଲେ, ସଂସ୍କୃତରେ ଅସାଧାରଣ ପାଣ୍ଡିତ୍ୟର ଅଧିକାରୀ ମଧ୍ୟ ଥିଲେ। ସେମାନଙ୍କ ରାଜସଭା ସଂସ୍କୃତଜ୍ଞ ପଣ୍ଡିତମାନଙ୍କ ଦ୍ୱାରା ମଣ୍ଡିତ ହୋଇଥିଲା। କପିଳେନ୍ଦ୍ର ଓ ପୁରୁଷୋତ୍ତମ ଉଭୟ ବିଦ୍ୱୋତ୍ସାହୀ ଥିଲେ। ମୁଁ ଯେମିତି କପିଳେନ୍ଦ୍ର ଦେବ ଏବଂ ପୁରୁଷୋତ୍ତମ ଦେବଙ୍କର କବିତା ମାନେ କାବ୍ୟ ଗ୍ରନ୍ଥକୁ ସାଧାରଣ ଭାବରେ ଆପଣଙ୍କୁ ମନେ ରଖିବା ପାଇଁ ପ୍ରଥମେ ମୁଁ ଉଲ୍ଲେଖ କରିଛି। ବର୍ତ୍ତମାନ ଏଇ ପ୍ରକାର ଆପଣମାନେ ଆଲୋଚନା କରିବେ। କପିଳେନ୍ଦ୍ର ଦେବ ନିଜେ ପରଶୁରାମ ବ୍ୟାୟୋଗ ନାମକ ଏକ ସଂସ୍କୃତ ନାଟକ ରଚନା କରି ସ୍ୱ ପାଣ୍ଡିତ୍ୟ ଓ ସାହିତ୍ୟ ରସିକତାର ପରିଚୟ ଦେଇଥିଲେ। ଏହାର ମଙ୍ଗଳାଚରଣ ହୋଇଛି। ଯେମିତିକି ଆପଣଙ୍କୁ ଆଉ ଗୋଟେ ଅଡିଓରେ ଆମେ ଆଲୋଚନା କରିବା କି ରୀତିଯୁଗୀୟ କାବ୍ୟାଦର୍ଶରେ ମଙ୍ଗଳାଚରଣର ମହତ୍ଵ। ଆଦୌ ନମସ୍କ୍ରିୟା ବସ୍ତୁ ଯୋଉ କଥା କୁହାହେଇଛି, ଆଶୀର୍ବଚନ ପାଇଁକା ମଙ୍ଗଳାଚରଣର ଯୋଉ ପ୍ରଥମ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଶୀର୍ବଚନ ଲାଭ କରିବା ବା
କାବ୍ୟ ଆରମ୍ଭରେ ଈଶ୍ୱରୀୟ ଆଶୀର୍ବାଦ ଲାଭ କରିବାର ଯୋଉ ମଙ୍ଗଳାଚରଣର ଯୋଉ ବିଧି ରହିଛି, ପ୍ରଣାଳୀ ରହିଛି, ରୀତି ରହିଛି, ତାହା ହିଁ ଏଥିରେ ମଧ୍ୟ ଅନୁସୃତ ହୋଇଛି, ଯେଉଁଥିରେ ବିଷ୍ଣୁ, ଶିବ ଓ ଜଗନ୍ନାଥଙ୍କ ବନ୍ଦନା ଗାନ କରାଯାଇଛି। ଯୋଉ ଆମର କପିଳେନ୍ଦ୍ର ଦେବ ନିଜେ ଓଡ଼ିଆ ଥିବାରୁ ମାତୃଭାଷା ପ୍ରତି ତାଙ୍କର ପ୍ରଗାଢ଼ ସହାନୁଭୂତି ଥିଲା। ଏଣୁ ଏଥିରେ ସେ ସଂସ୍କୃତ ସଙ୍ଗୀତ ପରିବର୍ତ୍ତେ ଏକ ଓଡ଼ିଆ ସଙ୍ଗୀତର ସଂଯୋଜନା କରିଥିଲେ। ଅମର ରାଗରେ, ରାଗ ହଉଛି ଅମର, ଅମର ରାଗରେ ରଚିତ ଏହି ସଙ୍ଗୀତଟି ରାଣୀ ଚନ୍ଦ୍ରବଦନାଙ୍କ ମୁଖରେ ଦିଆଯାଇଛି। ନାଟକ ଅନୁସାରେ ପୁରୁଷୋତ୍ତମ ଦେବ ବିଷ୍ଣୁ ଭକ୍ତି, କଳ୍ପଦ୍ରୁମ, ନାମ ମାଳିକା ପ୍ରଭୃତି ଗ୍ରନ୍ଥ ମଧ୍ୟ ରଚନା କରିଛନ୍ତି। ତାଙ୍କ ସମୟର ସଭା ପଣ୍ଡିତ ଥିଲେ ରାୟ ଦିବାକର ମିଶ୍ର, ଯିଏକି ଅଭିନବ ଗୀତ ଗୋବିନ୍ଦ ଲେଖିଛନ୍ତି, ଅଭିନବ ବିଣି ସଂହାର ଲେଖିଛନ୍ତି, ଭରତାମୃତ ମହାକାବ୍ୟ, ଧ୍ରୁବଚରିତ, ରସମଞ୍ଜରୀ, ପାରିଜାତ ହରଣ ନାଟକ, ହରିଚରିତ ଚମ୍ପୁ ଇତ୍ୟାଦି ରଚନା କରିଛନ୍ତି। ଶ୍ରୋତାବନ୍ଧୁ, କପିଳେନ୍ଦ୍ର ଦେବଙ୍କ ସମ୍ପର୍କରେ ଟିକେ ବେଶୀ ସେଇ ଆଲୋଚନାଟା ସେଇ ସମୟ ପାଇଁକା ଯୁକ୍ତିଯୁକ୍ତ। ତେଣୁ ଆପଣମାନେ ସାରଳା ଯୁଗୀୟ ଯୋଉ ସାଂସ୍କୃତିକ ପରିସର ବା ପୃଷ୍ଠଭୂମି ବା ପରିମଣ୍ଡଳ, କାଳଖଣ୍ଡ ଯାହା ବି ପ୍ରଶ୍ନ ଆସୁ ତା ଉପରେ ଆଲୋଚନା କଲାବେଳେ କପିଳେନ୍ଦ୍ର ଦେବଙ୍କ କଥାକୁ ଆଲୋଚନା କରିବେ ଏବଂ ତାଙ୍କର ସମସାମୟିକ ସାହିତ୍ୟିକ ଗଣଙ୍କର ସାହିତ୍ୟ କୃତି, ନାଟକ, ସଙ୍ଗୀତ ଯାହା ବି ଅଛି ସେଗୁଡ଼ିକୁ ଯଦି ଆଲୋଚନା କଲେ ତାହେଲେ ଆପଣଙ୍କ ସାଂସ୍କୃତିକ ଧାରା ଉପରେ ଆଲୋଚନାଟା ପରିପୁଷ୍ଟ ହେବ। କପିଳେନ୍ଦ୍ର ଦେବଙ୍କ ରାଜତ୍ୱ କାଳରେ ଓଡ଼ିଆ ଭାଷାର ପ୍ରଥମ ସାହିତ୍ୟ ସୃଷ୍ଟି ହେବାର ବହୁ କାରଣ ରହିଛି। କୋଉଟା କପିଳେନ୍ଦ୍ର ଦେବଙ୍କ ସମୟରେ କୋଉ ପ୍ରଥମ ଓଡ଼ିଆ ଭାଷାର ପ୍ରଥମ ସାହିତ୍ୟ କିଏ? ତେଣୁ ଆମେ ଜାଣୁଛେ ଯେ ସାରଳା ଦାସଙ୍କର ସାହିତ୍ୟ ମହାଭାରତ, ତାହା ହିଁ ହଉଛି ଓଡ଼ିଆ ଭାଷାର ପ୍ରଥମ ସାହିତ୍ୟ। ତଥାପି ନବମ ଦଶମ ଶତାବ୍ଦୀରେ ବୌଦ୍ଧ ସହଜିଆ ମାନଙ୍କର ଉଦାର ଧର୍ମନୀତି ସାମାଜିକ ଜୀବନକୁ ଅନ୍ତସାରକୁ ଶୂନ୍ୟ କରିଦେଇଥିଲା। 1100-1200 ଶତାବ୍ଦୀରେ ଗଙ୍ଗବଂଶର ଅଭ୍ୟୁତ୍ଥାନରେ ଏହି ଦୁରବସ୍ଥା କିଞ୍ଚିତ ପରିମାଣରେ ଦୂର ହୋଇଥିଲେ ମଧ୍ୟ 1400 ଶତାବ୍ଦୀ ବେଳକୁ ଗଙ୍ଗବଂଶ ରାଜାମାନେ ଦୁର୍ବଳ ହୋଇପଡ଼ିଥିଲେ ଏବଂ ଦେଶରେ ରାଜନୈତିକ ଜୀବନ ପୁନର୍ବାର ଅସ୍ଥିରତାରେ ପରିପୂର୍ଣ୍ଣ ହୋଇଥିଲା। ତେଣୁ ଏଥିରେ କପିଳେନ୍ଦ୍ର ଦେବ ହଉଛନ୍ତି ଓଡ଼ିଆ ସାଂସ୍କୃତିକ ରାଜନୈତିକ ଜୀବନର ଜଣେ ବିଶିଷ୍ଟ ସଂଯୋଜକ, ଯିଏକି ଶାନ୍ତିପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା କରିଥିଲେ। ତାଙ୍କର ଦୀର୍ଘକାଳର ଅସ୍ଥିରତା, ସେ ସମୟର ଅସ୍ଥିରତାକୁ ଦୂର କରି ଓଡ଼ିଆ ମାନଙ୍କର ସାହିତ୍ୟ, ଶିଳ୍ପ, ବାଣିଜ୍ୟ ଇତ୍ୟାଦିର ସେ ଉନ୍ନତି କରିଥିଲେ। ତେଣୁ କପିଳେନ୍ଦ୍ର ନିଜେ ଥିଲେ ଓଡ଼ିଆ ମାଟିର ସନ୍ତାନ। ତାଙ୍କ ପୂର୍ବରୁ ଶାସନ କରୁଥିବା ସୋମବଂଶ କୋଶଳରୁ ଏବଂ ଗଙ୍ଗବଂଶ ଆନ୍ଧ୍ର ଅଞ୍ଚଳରୁ ଆସିଥିଲେ। ପୂର୍ବବର୍ତ୍ତୀ ଶାସନ କାଳ ଅପେକ୍ଷା କପିଳେନ୍ଦ୍ର ଦେବଙ୍କ ସ୍ଥାପିତ ସୂର୍ଯ୍ୟବଂଶର ଶାସନ କାଳରେ ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ଅଧିକ ଅନୁକୂଳ ବାତାବରଣ ସୃଷ୍ଟି ହେବା ସ୍ୱାଭାବିକ ଥିଲା। ସୂର୍ଯ୍ୟବଂଶୀ ଗଜପତି ସମ୍ରାଟ କପିଳେନ୍ଦ୍ର ଦେବଙ୍କ ମାତୃଭାଷା ପ୍ରୀତି ଆମ ମନରେ ଧାରଣା ଜନ୍ମାଏ ଯେ ସମ୍ଭବତଃ ସାରଳା ଦାସ ନିଜ ଜୀବନର ପ୍ରାକ୍ କାଳରେ ସାହିତ୍ୟପ୍ରେମୀ କପିଳେନ୍ଦ୍ରଙ୍କ ଶୁଭ ଦୃଷ୍ଟିକୁ ଆସିଛନ୍ତି ଏବଂ ରାଜପୃଷ୍ଠକତା ଲାଭ କରିଥାନ୍ତୁ ବା ନଥାନ୍ତୁ, ନିଜର ତଥା ଗଜପତିଙ୍କ ମାତୃଭାଷାରେ ବିରାଟକାୟ ଗ୍ରନ୍ଥମାନ ରଚନା କରିବାରେ ମନୋନିବେଶ କରିଛନ୍ତି। ପ୍ରତି ଯୁଗରେ କେହି ନା କେହି ଯୋଉମାନେ ସାହିତ୍ୟର ରକ୍ଷକ, ସଂରକ୍ଷକ ବା ପୃଷ୍ଠପୋଷକ ମିଳିଛନ୍ତି ଏବଂ ଯେଉଁମାନେ ସାହିତ୍ୟକୁ ବଞ୍ଚେଇବା ପାଇଁ ଚେଷ୍ଟା କରିଛନ୍ତି, ତନ୍ମଧ୍ୟରୁ ସାରଳା ଦାସ ଯାହାଙ୍କର ସାନ୍ନିଧ୍ୟ ଲାଭ କରିଥିଲେ ସେ ଥିଲେ ରାଜା କପିଳେନ୍ଦ୍ର ଦେବ। ସେ ସମୟରେ ତରବାରୀ ସାହିତ୍ୟ ଥିଲା। ପରବର୍ତ୍ତୀ ସମୟରେ ଯଦିଓ ଆସୁଛି, ସେ ସମୟରେ ସଂସ୍କୃତ ପଣ୍ଡିତ ମାନଙ୍କର ପ୍ରାଧାନ୍ୟ ଥିଲା। ପଣ୍ଡିତ ମାନେ ରାଜା ମାନଙ୍କ ପାଖରେ ନିଜର ଯୋଉ ଭାଷାକୁ ନେଇକି ସୃଷ୍ଟ ରଚନା ଗୁଡ଼ିକୁ ଶୁଣଉଥିଲେ ଏବଂ ତାଙ୍କର ପ୍ରଶସ୍ତି ଗାନ କରୁଥିଲେ। ଏଇ ପରିବେଶ ଭିତରେ ଯେତେବେଳେ ସାରଳା ଦାସ ନିଜର ସ୍ଥିତିକୁ ପ୍ରତିଷ୍ଠା କରିଛନ୍ତି, ନିଶ୍ଚିତ ଭାବରେ କପିଳେନ୍ଦ୍ର ଦେବଙ୍କ ପରି ଜଣେ ମାତୃଭାଷା ପ୍ରୀତି ରଖୁଥିବା ଜଣେ ସ୍ୱାଭିମାନୀ ଓଡ଼ିଆଙ୍କର ସହଯୋଗକୁ ଆମେ ଅଗ୍ରାହ୍ୟ କରିପାରିବା ନାହିଁ। ତେଣୁ ସାରଳା ଦାସ ଓ ଗଜପତି କପିଳେନ୍ଦ୍ର ଦେବ ଉଭୟ ଅଖ୍ୟାତ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସଂସ୍କୃତ ଭାଷାରେ ପାଣ୍ଡିତ୍ୟ ଲାଭ କରିଥିଲେ ଏବଂ ଲୋକକଥିତ ଭାଷା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। ତେଣୁ ଏମାନଙ୍କ ମଧ୍ୟରେ ସହୃଦୟତା ସ୍ଥାପିତ ହେବା ସ୍ୱଭାବ ସିଦ୍ଧ। କପିଳେନ୍ଦ୍ର ଦେବଙ୍କର ଓଡ଼ିଆ ପ୍ରୀତି ଓଡ଼ିଶାର ଅଗଣିତ ପାଠକଙ୍କୁ ସାରଳା ଦାସଙ୍କ ଓଡ଼ିଆ ମହାଭାରତ ପ୍ରତି ଆକର୍ଷିତ କରିଛି। ପରବର୍ତ୍ତୀ କାଳରେ ସାରଳା ଦାସଙ୍କ ପଦାଙ୍କ ଅନୁସରଣ କରି ଅନେକ ଓଡ଼ିଆ କବି ମାତୃଭାଷାରେ କାବ୍ୟ, ପୁରାଣ ଗ୍ରନ୍ଥ ରଚନା କରିଛନ୍ତି। ଶ୍ରୋତାବନ୍ଧୁ, ଆମେ ସାଂସ୍କୃତିକ ଧାରା ସମ୍ପର୍କରେ ଆଲୋଚନା କରୁଥିଲେ।
ତେବେ ଆମକୁ ବର୍ତ୍ତମାନ ପ୍ରଥମେ ଆମକୁ ସାହିତ୍ୟ କଥା ଆଲୋଚନା କରିବାକୁ ଥିଲା। ତେଣୁକରି ଆମେ ସାହିତ୍ୟର ସଂସ୍କୃତିର କଥା ଆଲୋଚନା କଲେ। ବର୍ତ୍ତମାନ ଆମେ ଦେଖିବା ସେ ସମୟର ରାଜନୈତିକ ସ୍ଥିତି କଣ ଥିଲା, ଯୋଉଥିପାଇଁ ଏଇ ପ୍ରକାର ଭାଷା ସାହିତ୍ୟର ଧାରା ସହିତ ରାଜନୀତିକ ବାତାବରଣ କିପରି ଭାବରେ କବି ସାହିତ୍ୟିକ ମାନଙ୍କୁ ପ୍ରଭାବିତ କରିଥିଲା ଏବଂ ସେ ରାଜନୀତିକ ପରିସ୍ଥିତି କିପରି ଆମ ଶାରଳା ଦାସଙ୍କର ମହାଭାରତ ପାଇଁ ଗୋଟେ ପୃଷ୍ଠଭୂମି ବା ଆଧାର ଭୂମି ସାଜିଥିଲା, ସେ ସମ୍ପର୍କରେ ଆମେ ଆଲୋଚନା କରିବା। ସାଂସ୍କୃତିକ ଜୀବନ ସହିତ ରାଜନୀତିକ ଅବସ୍ଥାର ନିବିଡ଼ ସମ୍ପର୍କ ରହିଛି। ସାଂସ୍କୃତିକ ଜୀବନର ସ୍ଥିରତା ତଥା ବିକାଶ ପାଇଁ ରାଜନୀତିକ ପରିସ୍ଥିତି ବହୁତ ଭାବରେ ଦାୟୀ। ଆମେ ଯେମିତି କହିଲେ ଯେ ପୂର୍ବରୁ ଯୋଉ ରାଜାମାନେ ଥିଲେ, ଶୈଳୋଦ୍ଭବ, ଭୌମବଂଶୀ ଯୋଉ ସୋମବଂଶୀ ଏବଂ ତାପରେ ଗଙ୍ଗବଂଶୀ ଏବଂ ପରେ କପିଳେନ୍ଦ୍ର ଦେବ ସୂର୍ଯ୍ୟବଂଶୀ ଆସୁଛନ୍ତି। ସୂର୍ଯ୍ୟବଂଶୀ ରାଜାଙ୍କ ଦ୍ଵାରା ଆମ ସମୃଦ୍ଧ ହୋଇଥିବା ଓଡ଼ିଆ ଭାଷା ସମ୍ପର୍କରେ ଆମେ ଆଲୋଚନା କରୁଛେ। ତେଣୁ ପୂର୍ବରୁ ନିଶ୍ଚିତ ରୂପେ ଏଇ ଯୋଉ ପ୍ରଗତିର ବାଧକ ସାଜିଥିବା ସ୍ଥିତିଟି ଥିଲା। ତେଣୁ ଆମେ ଏବେ ଦେଖିବା, ଶୁଣିବା ଯେ ସାଂସ୍କୃତିକ ଜୀବନର ସ୍ଥିରତା ଓ ବିକାଶ କ୍ଷେତ୍ରରେ କୋଉ ରାଜନୀତିକ ପରିସ୍ଥିତି ଥିଲା, ଯୋଉଥିପାଇଁ କିଛିଟା ଧିମା ରୂପ ଆମେ ଦେଖୁଛେ, ଅସ୍ୱସ୍ତିକର ରୂପ ଦେଖୁଛେ ଏବଂ ପରବର୍ତ୍ତୀ ସମୟରେ ପୁଣି ଗୋଟେ ସ୍ୱତନ୍ତ୍ର ପରିଚୟ ଲାଭ କରିଥିବା ଏଇ ସ୍ୱାଭିମାନୀ ଓଡ଼ିଆ ଜାତିର କଥା ଆମେ ଦେଖୁଛେ। ଏବେ ଦେଖିବା ପଞ୍ଚମ ଶତାବ୍ଦୀ। ପଞ୍ଚମ ଶତାବ୍ଦୀରେ ଭାରତ କଥା ଦେଖିବା। ସେ ସମୟରେ ଅଧିକାଂଶ ଅଞ୍ଚଳ ମୁସଲମାନ ଶାସନାଧୀନ ଥିଲା ଏବଂ ତାର ବହୁ ପୂର୍ବରୁ ଉତ୍କଳ ଆମେ ଜାଣିଛେ ଥିଲା ସ୍ୱାଧୀନ ହିନ୍ଦୁ ରାଜ୍ୟ। କପିଳେନ୍ଦ୍ର ଦେବ ଆସୁଛନ୍ତି 1435 ରୁ 67। ତାଙ୍କ ପୂର୍ବରୁ ଓଡ଼ିଶାରେ ଗଙ୍ଗବଂଶର ରାଜାମାନେ ଶାସନ କରୁଥିଲେ। ଆମେ କଣ କହିଲେ ଯେ ପ୍ରଥମେ ଆସିଥିଲେ ଭୌମକର, ତାପରେ ଆସିଲେ ଶୈଳୋଦ୍ଭବ, ତାପରେ ଆସିଲେ ସୋମବଂଶ, ତାପରେ ଆସିଲେ ଗଙ୍ଗବଂଶ ଏବଂ ପରିଶେଷରେ ସୂର୍ଯ୍ୟବଂଶ। ତେଣୁ କପିଳେନ୍ଦ୍ର ଦେବଙ୍କ ପୂର୍ବରୁ ଓଡ଼ିଶାରେ ଗଙ୍ଗବଂଶର ରାଜା ରାଜୁତି କରୁଥିଲେ। ଏହି ରାଜାମାନେ ସୁଶାସକ ଥିଲେ ଏବଂ ଦୀର୍ଘ 320 ବର୍ଷ ଶାସନ କରିଛନ୍ତି। ଏହି ସମୟରେ ଓଡ଼ିଶାର ରାଜନୀତିକ ସ୍ଥିତି, ସାମରିକ ସ୍ଥିତି, ଅର୍ଥନୈତିକ ସ୍ଥିତି ସୁନ୍ଦର ଥିଲା, ସମୃଦ୍ଧ ଥିଲା ଏବଂ ସମୃଦ୍ଧିଶାଳୀ ହିନ୍ଦୁ ରାଜ୍ୟ ଭାବରେ ଭାରତ ତଥା ଭାରତ ବାହାରେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲା। ଏହି ବଂଶର ପ୍ରବଳ ପ୍ରତାପୀ ଚୋଡ଼ଗଙ୍ଗ ଦେବ, ଆମେ ଚୋଡ଼ଗଙ୍ଗ ଦେବଙ୍କୁ ନମସ୍କାର କରୁ, କିନ୍ତୁ ତାଙ୍କର ପୁତ୍ରଙ୍କ କଥା ମଧ୍ୟ ଆମେ କଞ୍ଚୁକୀର ଭାବନାରେ ପଢିଛେ, ଯାହାକି କବିବର ରାଧାନାଥ ରାୟ ଲେଖିଛନ୍ତି ଗଙ୍ଗେଶ୍ୱରଙ୍କ କଥା। ତେଣୁ ଗଙ୍ଗବଂଶ ନିଶ୍ଚିତ ଭାବରେ ଆମ ସ୍ଥିତିକୁ ମଜବୁତ କରିଥିଲା, ରାଜ୍ୟର ବ୍ୟାପକତାକୁ ଆହୁରି ସୁପ୍ରସାରିତ କରିଥିଲା। କିନ୍ତୁ ସେଇଠି ମଧ୍ୟ ଆଉ କିଛିଟା ନକାରାତ୍ମକ ଦିଗକୁ ମଧ୍ୟ ଆମେ ସାହିତ୍ୟରେ ଦେଖୁ, ପଢୁ। ତେବେ ଏହି ବଂଶର ପ୍ରବଳ ପ୍ରତାପୀ ଚୋଡ଼ଗଙ୍ଗ ଦେବ ଖ୍ରୀଷ୍ଟୀୟ 1078 ରୁ ଖ୍ରୀଷ୍ଟୀୟ 1147 ପର୍ଯ୍ୟନ୍ତ ଦୀର୍ଘ ସମୟ ରାଜତ୍ୱ କରିଥିଲେ। ତୃତୀୟ ଭୀମଦେବଙ୍କ ରାଜତ୍ୱ ସମୟରୁ ଅର୍ଥାତ୍ 13ଶ ଶତାବ୍ଦୀରୁ ବଙ୍ଗର ସୁଲତାନ ଓଡ଼ିଶାକୁ ବାରମ୍ବାର ଆକ୍ରମଣ କରିଥିଲେ। ମାତ୍ର ଯେହେତୁ ଓଡ଼ିଆ ଜାତି ସମର କଳାରେ ନିପୁଣ, ଦୁର୍ଦ୍ଧର୍ଷ ଓଡ଼ିଆ ଜାତି ସେମାନଙ୍କୁ ଓଡ଼ିଶାର ସୀମା ଅତିକ୍ରମ କରିବାକୁ ଦେଇନଥିଲେ। ଲାଙ୍ଗୁଳା ନରସିଂହ ଦେବଙ୍କ ବଙ୍ଗ ଅଭିଯାନ କେତେ ମସିହାରେ ହେଇଥିଲା ସେଟା ଟିକେ ମନେ ରଖିବା। 1241 ରୁ 43 କରି ବଙ୍ଗ ନବାବ ତୁଗ୍ରିଲ ତୁଘାନ ଖାଁଙ୍କୁ ପରାସ୍ତ କରିଥିଲେ ନରସିଂହ ଦେବ। ଫଳରେ ବଙ୍ଗଳାର ମେଦିନୀପୁର, 24 ପ୍ରଗଣା, ହାଓଡ଼ା, ବାଙ୍କୁଡ଼ା ପ୍ରଭୃତି ଅଞ୍ଚଳ ଓଡ଼ିଶାର ଶାସନାଧୀନ ହୋଇଥିଲା। କାଳକ୍ରମେ ଓଡ଼ିଶାର ସାମରିକ ଶକ୍ତି ଦୁର୍ବଳ ହୋଇପଡ଼ିଲା। 1361 ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ଶାସକ ଫିରୋଜ ଶାହ ତୁଗଲକ ତୃତୀୟ ଭାନୁଦେବଙ୍କୁ ପରାସ୍ତ କରି ଜଗନ୍ନାଥ ମନ୍ଦିର ଲୁଣ୍ଠନ କରିଥିଲେ। ଏହି ସମୟରେ ଦେଶରେ ଅଭୂତପୂର୍ବ ଅନ୍ତର୍ବିପ୍ଳବ ମଧ୍ୟ ଦେଖାଯାଇଥିଲା। ଏହାର ସୁଯୋଗ ନେଇ ସୁଚତୁର ସୁକୌଶଳୀ ସେନାପତି କପିଳ ରାଉତ ବା କପିଳେନ୍ଦ୍ର ଦେବ ଓଡ଼ିଶାର ସିଂହାସନ ଆରୋହଣ କରିଥିଲେ, ଅଧିକାର କରିଥିଲେ। କପିଳେନ୍ଦ୍ର ଦେବଙ୍କ ଅଧୀନରେ ଓଡ଼ିଶାର ସାମରିକ ଶକ୍ତି ବିପୁଳ ଭାବରେ ଗଢ଼ି ଉଠିଲା। ସେ ସିଂହାସନ ଆରୋହଣ କରିବା ସଙ୍ଗେ ସଙ୍ଗେ ବିଦ୍ରୋହୀ ସାମନ୍ତ ରାଜାମାନଙ୍କୁ ଦମନ କଲେ। ଦକ୍ଷିଣରେ ଖେମଣ୍ଡି ସମେତ ଅନ୍ୟ କେତେକ ସାମନ୍ତ ରାଜାଙ୍କ ବିଦ୍ରୋହ ଦମନ କରିବା ନିମନ୍ତେ ସେମାନଙ୍କ ବିରୁଦ୍ଧରେ 1442 ଖ୍ରୀଷ୍ଟାବ୍ଦରେ ଅଭିଯାନ କଲେ। ଯୁଦ୍ଧରେ ଉକ୍ତ ରାଜାମାନେ ପରାଜିତ ହୋଇଥିଲେ ଏବଂ ସେଠାରେ ଶାନ୍ତି ସ୍ଥାପନ ହେଲା। ସେହି ବର୍ଷ ମହେନ୍ଦ୍ରଗିରି ଅଭିଯାନ ମଧ୍ୟ ତାଙ୍କର ସଫଳ ହୋଇଥିଲା ଏବଂ ସେ ମହେନ୍ଦ୍ରଗିରି ଠାରୁ ଆନ୍ଧ୍ରର
କୋଣ୍ଡାପାଲି ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ। ଏହି ଅଭିଯାନ କାଳରେ ଆଳି, କନିକା, କୁଜଙ୍ଗ ଆଦି ଅଞ୍ଚଳ ସମେତ ଅନ୍ୟାନ୍ୟ କେତେକ ଅଞ୍ଚଳର ସାମନ୍ତ ରାଜାଗଣ ବିଦ୍ରୋହ ଘୋଷଣା କରିବାରୁ କପିଳେନ୍ଦ୍ର ଦେବ କୋଣ୍ଡାପାଲି ଠାରୁ ଫେରିଆସି ଏହି ଅଞ୍ଚଳର ବିଦ୍ରୋହୀମାନଙ୍କୁ ଦମନ କଲେ। 1447 ଖ୍ରୀଷ୍ଟାବ୍ଦରେ ସେ କୃଷ୍ଣା ଗୋଦାବରୀ ନଦୀର ଅବବାହିକା ରାଜ୍ୟର କୁଣ୍ଡବିଡୁ ଦୁର୍ଗ ଦଖଲ କରିଥିଲେ। ଏହି ସମୟରେ ବଙ୍ଗର ସୁଲତାନ ନାସିରୁଦ୍ଦିନ ଓଡ଼ିଶାର ଉତ୍ତରାଞ୍ଚଳ ଆକ୍ରମଣ କରିଥିଲେ। ମାତ୍ର କପିଳେନ୍ଦ୍ର ଦେବ 1450 ଖ୍ରୀଷ୍ଟାବ୍ଦରେ ତାଙ୍କୁ ଯୁଦ୍ଧରେ ପରାସ୍ତ କରି ଗୌଡ଼େଶ୍ୱର ଉପାଧିରେ ଭୂଷିତ ହୋଇଥିଲେ। 1458 ଖ୍ରୀଷ୍ଟାବ୍ଦରେ ଦକ୍ଷିଣର ଅନ୍ୟ ଏକ ସୁଦୃଢ଼ ଦୁର୍ଗ ଦେବରକୋଣ୍ଡା ଓ ୱାରଙ୍ଗଲ ଦୁର୍ଗ ମଧ୍ୟ ସେ ଅଧିକାର କରିଥିଲେ। କିଏ? କପିଳେନ୍ଦ୍ର ଦେବ। 1456 ଖ୍ରୀଷ୍ଟାବ୍ଦରେ ବିଜୟନଗର ସାମ୍ରାଜ୍ୟାଧୀନ ଥିବା ତାମିଲ ଭାଷୀ ଅଞ୍ଚଳର ଉଦୟଗିରି ଓ ଚନ୍ଦ୍ରଗିରି ନାମକ ପ୍ରଦେଶ ଦ୍ୱୟ ଅଧିକାର କରି ସେ କାଞ୍ଚୀନଗର, ଯାହାକି ଆଧୁନିକ ସମୟରେ କାଞ୍ଚିବରମ ନାମରେ ନାମିତ, ତାକୁ ଦଖଲ କରିଥିଲେ। 1458 ଖ୍ରୀଷ୍ଟାବ୍ଦରେ ହୁମାୟୁନ ଦିଲ୍ଲୀର ନବାବ ସୁଲତାନ ହେଲେ। ତାଙ୍କ ସୈନ୍ୟମାନେ ସେନାପତି ଜଲାଲ ଖାଁଙ୍କ ନେତୃତ୍ୱରେ ବହୁଦିନ ପର୍ଯ୍ୟନ୍ତ ଦେବରକୋଣ୍ଡା ଦୁର୍ଗ ଅଧିକାର କରିଥିଲେ। ଏହି ସମୟରେ ଦକ୍ଷିଣର ବେଲାମ ବଂଶୀ ହିନ୍ଦୁ ରାଜାମାନଙ୍କ ନିମନ୍ତ୍ରଣ ରକ୍ଷା କରି କପିଳେନ୍ଦ୍ର ଦେବ ଜଲାଲ ଖାଁଙ୍କୁ ଆକ୍ରମଣ କଲେ, ପରାସ୍ତ କଲେ। ପୁନଶ୍ଚ 1459 ଖ୍ରୀଷ୍ଟାବ୍ଦରେ ସେ ବାହମନିର ସୁଲତାନ ଦ୍ୱିତୀୟ ଆଲାଉଦ୍ଦିନ ଅହମ୍ମଦଙ୍କୁ ଦେବରକୋଣ୍ଡା ଠାରେ ପରାସ୍ତ କଲେ। ପରାଜିତ ବାହମନିର ସୁଲତାନ ତାଙ୍କୁ କାଲବର୍ଗ ଅଞ୍ଚଳ ପ୍ରଦାନ କରିଥିଲେ ଓ ତାଙ୍କ ସହିତ ସନ୍ଧି ସ୍ଥାପନ କରିଥିଲେ। ସେହି ଦିନଠାରୁ କପିଳେନ୍ଦ୍ର ଦେବଙ୍କ ପ୍ରଶସ୍ତିରେ ଆମେ କହୁ କଳବର୍ଗେଶ୍ୱର ଉପାଧି ସଂଯୋଜିତ ହୋଇଥିଲା। ଏହି ସମୟରେ ଉତ୍କଳୀୟ ସୈନ୍ୟମାନେ ଉତ୍ତରରେ ଗଙ୍ଗା ଠାରୁ ଆରମ୍ଭ କରି ଦକ୍ଷିଣରେ ରାମେଶ୍ୱରମଙ୍କ ପର୍ଯ୍ୟନ୍ତ ଜୟ କରି ଉତ୍କଳ ସାମ୍ରାଜ୍ୟକୁ ସୁଦୃଢ଼ କରିପାରିଥିଲେ। ଏହି ମହାପରାକ୍ରମୀ ଓଡ଼ିଆ ବୀରଙ୍କ ଅକାଳ ବିୟୋଗ ଘଟିନଥିଲେ ସେ ସମଗ୍ର ଭାରତ ବର୍ଷରେ ଏକ ବିଶାଳ ହିନ୍ଦୁ ସାମ୍ରାଜ୍ୟ ପ୍ରତିଷ୍ଠା କରିବା ନିମନ୍ତେ ସମର୍ଥ ହୋଇଥାନ୍ତେ। କପିଳେନ୍ଦ୍ର ଦେବଙ୍କ ପରେ ତାଙ୍କ ପୁତ୍ର ପୁରୁଷୋତ୍ତମ ଦେବ ସିଂହାସନ ଆରୋହଣ କଲେ 1467 ଖ୍ରୀଷ୍ଟାବ୍ଦରେ। ତାପରେ ସେ 1497 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ପୁରୁଷୋତ୍ତମ ଦେବ ରାଜତ୍ୱ କରିଥିଲେ। ପିତା କପିଳେନ୍ଦ୍ର ଦେବଙ୍କ ପରି ସେ ଦିଗ୍ବିଜୟୀ ସମ୍ରାଟ ଥିଲେ। 1470 ଖ୍ରୀଷ୍ଟାବ୍ଦରେ କାଞ୍ଚି ଅଭିଯାନ କରିକି କାଞ୍ଚି କନ୍ୟା ପଦ୍ମାବତୀଙ୍କୁ ବିବାହ କରିଥିଲେ। ମୋଟାମୋଟି ଭାବରେ ସାରଳାକାଳୀନ ଓଡ଼ିଶାର ରାଜନୀତିକ, ସାମାଜିକ ତଥା ସାଂସ୍କୃତିକ ଅବସ୍ଥା ଉନ୍ନତ ଥିଲା। ରାଜନୀତିକ ପରିସ୍ଥିତି ସାଂସ୍କୃତିକ ଜୀବନର ବିକାଶ ନିମନ୍ତେ ସମ୍ପୂର୍ଣ୍ଣ ଅନୁକୂଳ ଥିଲା। ତତ୍କାଳୀନ ଉତ୍ତର ଭାରତର ହିନ୍ଦୁ ସମାଜ ଯେପରି ମୁସଲମାନ ଶାସନଜନିତ ସଙ୍କଟ ଓ ଅଶାନ୍ତିର ସମ୍ମୁଖୀନ ଥିଲା, ଉତ୍କଳରେ ସେପରି କୌଣସି ଅସୁବିଧା ନଥିଲା। ସମଗ୍ର ଦେଶ କପିଳେନ୍ଦ୍ର ଓ ପୁରୁଷୋତ୍ତମ ଦେବଙ୍କ ଭଳି ମହାପ୍ରତାପୀ ସୁଶାସକ, ବିଦ୍ୟୋତ୍ସାହୀ ଓ ପ୍ରଜାନୁରଞ୍ଜକ ଶାସକ ପାଇ ସୁଖ, ଶାନ୍ତି ଓ ଐଶ୍ୱର୍ଯ୍ୟ ଭୋଗ କରୁଥିଲା। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଶାରଳା ଦାସଙ୍କ ସମୟର ପୃଷ୍ଠଭୂମି ସମ୍ପର୍କରେ, ଯାହାକି ସାଂସ୍କୃତିକ ଓ ରାଜନୀତିକ ପୃଷ୍ଠଭୂମି ଯାହା ଆମକୁ ପଢ଼ିବାକୁ ହୁଏ, ବୁଝିବାକୁ ହୁଏ, ମନେ ରଖିବାକୁ ହୁଏ। ଏଇ ଯେଉଁ ଆଲୋଚନା ମୁଁ ଆପଣମାନଙ୍କ ନିକଟରେ ପ୍ରସ୍ତୁତ କଲି, ଏଥିପାଇଁ ମୁଁ ଓଡ଼ିଆ ସାହିତ୍ୟର ଇତିହାସ, ଯାହାକି ବିଶିଷ୍ଟ ସମାଲୋଚକ ସୂର୍ଯ୍ୟନାରାୟଣ ଦାସ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାସଙ୍କ ପୁସ୍ତକ ଓଡ଼ିଆ ସାହିତ୍ୟର ଇତିହାସ ଏବଂ ଓଡ଼ିଆ ସାହିତ୍ୟର ଇତିହାସ ଆମ ସମୟର ଜଣେ ବିଶିଷ୍ଟ ସମାଲୋଚକ ଶ୍ରୀ ସୁରେନ୍ଦ୍ର ମହାରଣାଙ୍କ ପୁସ୍ତକ ଅନୁସୃତ। ତେଣୁ ଆପଣମାନଙ୍କୁ ଆଜିର ଅଡ଼ିଓ କିପରି ଲାଗିଲା ସେ ସମ୍ପର୍କରେ ଆପଣଙ୍କର ମତାମତ ଜଣାଇବାକୁ ଅନୁରୋଧ। ଧନ୍ୟବାଦ।